କୁମ୍ଭୀର ଆତଙ୍କରେ ଭୟଭୀତ ହୋଇ ପଡ଼ିଥିଲେ ଗ୍ରାମବାସୀ। ଆଉ ତାକୁ ଧରିବା ପାଇଁ ଗ୍ରାମବାସୀ ମାନେ ପୋଖରୀରେ ଜାଲ ଟାଙ୍ଗିଥିବା ବେଳେ ଦୀର୍ଘ 48 ଘଣ୍ଟା ପରେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲା କୁମ୍ଭୀର। ପରେ ଆନିମାଲ ରେସ୍କ୍ୟୁ ଟିମ୍ କୁମ୍ଭୀରଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ପିଞ୍ଜରାରେ ଭର୍ତ୍ତି କରି ନେଇଯାଇଛନ୍ତି। ମୋ ନାଁ ନିରୋଧ ବୋଷ। ଆମେ ଆଜି 3 ଦିନ ହେଲା କୁମ୍ଭୀର ଭୟରେ ଭୟଭୀତ ଥିଲୁ। ସେ କୁମ୍ଭୀର ଆଜି 3 ଦିନ ହେଲା ଖୋଜାଖୋଜି ବହୁତ ଜାରି ରଖିଥିଲୁ। ଜାରି ରଖିଲା ପରେ ଆଜି ବି ସକାଳେ ଆସି ଆମେ 6টাରେ ଓହ୍ଲିଲା ପରେ ଖୋଜାଖୋଜି କଲା ପରେ କୁମ୍ଭୀର ଦେଖିଲା ପରେ ଆମେ ଜାଲ ଲଗାଇଲା ପରେ ଜାଲ ପାଖରେ ଆସି ସେ ରହିଯାଇଥିଲା। ତାପରେ ମୁଁ ଜାଲ ପାଖରୁ ସାଇଡ଼ରୁ ଚାଲି ଯାଉଥିଲି, ମୋ ଗୋଡ଼ରେ ବାଜିଲା ପରେ ଆମର ଯେତିକି ଲୋକ ଅଛି ଆମେ ଡାକିଲୁ, ଏଇଠି ଅଛି ଆସିଲା। ମୁଁ ଗୋଡ଼ ମାନେ କୁମ୍ଭୀର ଉପରେ ଛିଡ଼ା ହେଇଥିଲି। କୁମ୍ଭୀର ଉପରେ ଛିଡ଼ା ହେଲା ପରେ ତାକୁ ଜାଲ ପକାଇକିନା ଧରାଧରି କରି ରିକ୍ସ କଲୁ। ଆଜି ଏବେ ଆମର ଫାୟାର ଷ୍ଟେସନ ବାଲା ତାଙ୍କୁ ରିକ୍ସ କରି ନେଇଯାଇଛନ୍ତି। ତେବେ ମାଲକାନଗିରି ଜିଲ୍ଲା MV 104 ଗ୍ରାମର ଏକ ପୋଖରୀରେ ଏକ କୁମ୍ଭୀର ଗତ କିଛି ଦିନ ଧରି ପଶିଥିବା ଗ୍ରାମବାସୀ ମାନେ ଦେଖିବା ପରେ ଗ୍ରାମରେ ଭୟ ଓ ଆତଙ୍କର ବାତାବରଣ ଲାଗି ରହିଥିଲା। ସେହି ପୋଖରୀ ନିକଟକୁ ଲୋକମାନେ ଯିବା ପାଇଁ ଭୟ କରୁଥିବା ବେଳେ 48 ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ କୁମ୍ଭୀରଟି ଧରା ପଡ଼ିବାରୁ ଏବେ ଗ୍ରାମବାସୀଙ୍କ ମନରୁ ଭୟ ଦୂର ହୋଇଛି। ଏପଟେ କୁମ୍ଭୀରଟି ଧରା ପଡ଼ିବା ପରେ ତାକୁ ବାଲିମାଳା ସ୍ଥିତ ଆନିମାଲ ରେସ୍କ୍ୟୁ ଟ୍ରିଟମେଣ୍ଟ ସେଣ୍ଟରକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରାଥମିକ ଚିକିତ୍ସା କରାଯାଇଛି। ଆଉ ବନ ବିଭାଗର ନିଷ୍ପତ୍ତି ଅନୁଯାୟୀ ଉଦ୍ଧାର ହୋଇଥିବା କୁମ୍ଭୀରକୁ ପୁଣି ବାଲିମେଳା ଜଳଭଣ୍ଡାରରେ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି। आज गोटे कुम्भीर धरलु विलेज आमर MV 104 जोटा कि आमर 3 फुट लंबा आउ सेटा को आम स्टाफ RRT टीम सहित मिसिकी आम 48 आवर्स भितर धरलु जोटा पोखरी भितर थिला आउ ताकू एबे वेटनरियन ट्रीटमेंट देकी ताकू आम चित्रकोंडा डैम रे रिलीज केते दिन लागिला? 48 आवर्स लागला। आउ पब्लिक मानक धन्यवाद जो माने साहाय्य करथिले हमको ये सब जिन रेस्क्यू आइटम ये करने वन विभाग तरफ ये कि आप जब भी जना पड़ू कि आप किसी वन्यजंतुर सहित माने इंटरफेस रे आसुंती तो आमको जना। मालकानगिरी जिल्लारू संतोष कुमार पंडांक रिपोर्ट कोणार्क लाइव।